ଚାକର ଜୋର ଲଗାଇ ମୋର ମାଲିସ କରୁଥିଲା। ମୁଁ ତାକୁ ପଇସା ବଢ଼ାଇ ଦେଲି ତ ସେ କହିଲା ରହିବାକୁ ଦିଅନ୍ତୁ ମାଲିକାଣୀ, ବସୁଲି ରାତିରେ କରିବି। ମୁଁ କିଛି ବୁଝିପାରୁନଥିଲି। ଯେମିତି ଯେମିତି ସେ ମାଲିସ କରୁଥିଲା ମୋ ଉପରେ ନିଶା ବଢ଼ି ଚାଲିଥିଲା ଆଉ ମୁଁ ଶାନ୍ତିରେ ଗଭୀର ନିଦରେ ଶୋଇ ଯାଉଥିଲି। କିନ୍ତୁ ଗୋଟିଏ ରାତିରେ ମୋତେ ନିଦ ଆସିଲା ନାହିଁ। ମୋର ହୋସ ଉଡ଼ିଗଲା ଯେତେବେଳେ ସେହି ରାତିରେ ମାଲିସ କରୁ କରୁ। ମୋ ନାମ ସ୍ୱରାଲି ଅଟେ। ମୁଁ ବହୁତ ସୁନ୍ଦର ଥିଲି, ସେଥିପାଇଁ ବାହାଘର ପୂର୍ବରୁ ପ୍ରତିଦିନ ମୋ ପାଇଁ ପ୍ରସ୍ତାବ ଆସୁଥିଲା। ମୁଁ ମୋ ବାପା ମାଙ୍କର ଏକମାତ୍ର ଝିଅ ଥିଲି, ସେଥିପାଇଁ ମୋ ବାପା ଚାହୁଁଥିଲେ ଯେ ମୁଁ ଡାକ୍ତର ହୋଇ ତାଙ୍କ ନାମ ରୋଶନ କରେ। କିନ୍ତୁ ଯେତେବେଳେ ମୋ ପାଇଁ ଏତେ ଭଲ ଭଲ ପ୍ରସ୍ତାବ ଆସୁଥିଲା ତ ମୋ ମା ମୋତେ କହୁଥିଲେ ଯେ ତୁ ନିଜ ପାଠପଢ଼ା ଛାଡ଼ିଦେ, ଯାହାଫଳରେ ମୁଁ ତୋର ବାହାଘର କରିଦେବି। କିନ୍ତୁ ମୁଁ ମୋ ମାଙ୍କୁ କହୁଥିଲି ଯେ ମୋତେ ତ ଡାକ୍ତର ହେବାର ଅଛି। କିନ୍ତୁ ଏହା ଶୁଣି ମୋ ମାଙ୍କୁ ରାଗ ଆସିଯାଉଥିଲା ଆଉ ସେ କହୁଥିଲେ ଯେ ତୁ ଏବେ ବାହା ହୋଇଯା, ଏ ଡାକ୍ତରୀ ପାଠ ପରେ ପଢ଼ିନେବୁ। କିନ୍ତୁ ମୋ ବାପା ରାଜି ହେଉନଥିଲେ। ସେଥିପାଇଁ ମୋ ମା ଜଣେ ବୁର୍ଜୁଗ ବାବାଙ୍କ ପାଖକୁ ଗଲେ ଆଉ ତାଙ୍କୁ କହିଲେ ଯେ ମୁଁ ମୋ ଝିଅର ବାହାଘର କରିବାକୁ ଚାହୁଁଛି, କିନ୍ତୁ ତା ବାପା ମାନୁ ନାହାନ୍ତି। କିଛି ଏମିତି ତାବିଜ ଦିଅନ୍ତୁ ଯେମିତି ତା ବାପା ବାହାଘର ପାଇଁ ତୁରନ୍ତ ରାଜି ହୋଇଯିବେ। ସେହି ବାବା ମୋ ମାଠାରୁ 5,000 ଟଙ୍କା ନେଲେ ଆଉ ଏମିତି ତାବିଜ ଦେଲେ ଯେ ମୋ ବାପା ମୋ ବାହାଘର ପାଇଁ ସଙ୍ଗେ ସଙ୍ଗେ ମାନିଗଲେ। ଏହି ପ୍ରସ୍ତାବ ପ୍ରକୃତରେ ମୋ ବାପାଙ୍କ ସାଙ୍ଗ ନିଜ ପୁଅ ପାଇଁ ମାଗିଥିଲେ ଆଉ କହିଥିଲେ ଯେ ଆପଣଙ୍କ ଝିଅ ବାହାଘର ପରେ ମଧ୍ୟ ଡାକ୍ତର ହୋଇପାରିବ। ଏହା ଶୁଣି ମୋ ବାପା ବାହାଘର ପାଇଁ ହଁ କହିଦେଲେ ଆଉ ମୁଁ ବିଦା ହୋଇ ନିଜ ଶାଶୁଘରକୁ ଚାଲି ଆସିଲି। ମୋ ଶାଶୁଘର ଲୋକ ବହୁତ ଧନୀ ଥିଲେ, ସେଥିପାଇଁ ମୁଁ ଆଉ ମୋ ସ୍ୱାମୀ ଅଲଗା ଘରେ ରହୁଥିଲୁ। ମୋ ସ୍ୱାମୀ ତାଙ୍କ ବାପାଙ୍କ ବିଜନେସ୍ ସମ୍ଭାଳୁଥିଲେ, ସେଥିପାଇଁ ସେ ସକାଳୁ ସନ୍ଧ୍ୟା ଯାଏଁ ବ୍ୟସ୍ତ ରହୁଥିଲେ। ମୁଁ ତାଙ୍କ ଘରକୁ ଗଲି ତ ସେଠାକାର ସୁଖ ସୁବିଧା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ସ୍ୱାମୀ ମୋ ସେବା ପାଇଁ ଅନେକ ଚାକରାଣୀ ରଖିଥିଲେ, କିନ୍ତୁ ତାଙ୍କର ଜଣେ ଚାକର ଧୀରେ ଧୀରେ ମୋ ପାଖକୁ ଆସିବାକୁ ଲାଗିଲା। ସେହି ଚାକର ମୋତେ କହିଲା ଯେ ମୁଁ ଏଠାରେ ବହୁତ ବର୍ଷ ହେଲା କାମ କରୁଛି ଆଉ ଆପଣଙ୍କ ଶାଶୁଘର ଲୋକ ମୋତେ ବିଲକୁଲ ଘରର ସଦସ୍ୟ ପରି ଭାବନ୍ତି। ଏହା ଶୁଣି ମୁଁ ମଧ୍ୟ ତାକୁ ଖାସ୍ ଗୁରୁତ୍ୱ ଦେବା ଆରମ୍ଭ କରିଦେଲି। ସେଇଦିନେ ମୋ ରୁମକୁ ଆସିଲା ତ ମୁଁ ସେତେବେଳେ ବିଛଣାରେ ଶୋଇଥିଲି। ସେ ମୋତେ ଥକି ଯାଇଥିବାର ଦେଖିଲା ତ କହିବାକୁ ଲାଗିଲା ଯେ ଆପଣ ଶୋଇ ରୁହନ୍ତୁ, ଥକି ଯାଇଥିବେ। ଯଦି ଆପଣଙ୍କର କିଛି ଅସୁବିଧା ନଥାଏ ତେବେ ମୁଁ ଆପଣଙ୍କ ଗୋଡ଼ ଚିପି ଦିଅନ୍ତି। ଏହା ଶୁଣି ମୁଁ ଚମକି ପଡ଼ିଲି। ମୁଁ ସୁନ୍ଦର ଥିଲି, ଯୁବତୀ ଥିଲି, କିନ୍ତୁ ମୋତେ ମୋ ସ୍ୱାମୀଙ୍କ ଛଡ଼ା ଅନ୍ୟ କୌଣସି ପୁରୁଷ ଛୁଇଁ ନଥିଲେ ଆଉ ନା ମୁଁ କେବେ କୌଣସି ଚାକର ଦ୍ୱାରା ନିଜ ଗୋଡ଼ ଚିପାଇଥିଲି। ସେଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ମନା କରିଦେଲି, ନା ମୋତେ ଭଲ ଲାଗେନି ଯେ କେହି ପର ପୁରୁଷ ମୋତେ ଛୁଁ। ଏହା ଶୁଣି ସେ ଚୁପ୍ ହୋଇଗଲା ଆଉ ମୋ ରୁମରୁ ଚାଲିଗଲା। ତେବେ ମୋତେ ଅନୁଭବ ହେଲା ଯେ ମୁଁ ତା କଥାର ଜବାବ ବହୁତ କଠୋର ଭାବରେ ଦେଇଦେଲି। ବୋଧହୁଏ ସେ ପୂର୍ବରୁ ମଧ୍ୟ ମୋ ଶାଶୁଘରେ ଏମିତି କାମ କରୁଥିବ, କିନ୍ତୁ ମୁଁ ସିଧା ମନା କରି ତା ମନ ଭାଙ୍ଗିଦେଲି। ପ୍ରକୃତରେ ମୁଁ ବହୁତ ନରମ ହୃଦୟର ଥିଲି, ସେଥିପାଇଁ ମୋତେ ପରେ ଦୁଃଖ ହେବାକୁ ଲାଗିଲା। ମୁଁ ତା ବିଷୟରେ ଭାବିବାକୁ ଲାଗିଲି ଯେ ଏହି ଚାକର ତ ବହୁତ ଯୁବକ ଏବଂ ସୁନ୍ଦର ଅଟେ, ମୋତେ ଏହାଦ୍ୱାରା ଗୋଡ଼ ଚିପାଇବା କଥା ନୁହେଁ। ବୋଧହୁଏ ମୋ ସ୍ୱାମୀଙ୍କୁ ଏହି କଥା ଭଲ ନ ଲାଗିପାରେ। ପରଦିନ ମଧ୍ୟ ଏମିତି ହେଲା। ଚାକର ସେହି କଥା ମୋତେ ପୁଣି କହିଲା। ମୁଁ ସେଦିନ ବହୁତ ଥକି ଯାଇଥିଲି, ସେଥିପାଇଁ ମୁଁ ନିଜ ଗୋଡ଼ ବିଛଣାରୁ ତଳକୁ କଲି ଆଉ ତାକୁ କହିଲି ଯେ ତୁ ମୋ ଗୋଡ଼ ଚିପି ଦେଇ। ଏହା ଶୁଣି ସେ ଖୁସି ହୋଇଗଲା ଆଉ ସେ ମୋ ଗୋଡ଼ ଚିପିବା ଆରମ୍ଭ କରିଦେଲା। ସେ ଏତେ ଧୀରେ ଧୀରେ ଗୋଡ଼ ଚିପୁଥିଲା ଯେ ମୋତେ ପୁଣି ନିଦ ଆସିବାକୁ ଲାଗିଲା। ଏହା ଦେଖି ସେ ଚାକର କହିବାକୁ ଲାଗିଲା, ମାଲିକାଣୀ ଆପଣଙ୍କୁ ନିଦ ଆସୁଛି, ଆପଣ ବିଛଣାରେ ଶୋଇ ଯାଆନ୍ତୁ, ମୁଁ ଆପଣଙ୍କ ଗୋଡ଼ ଚିପି ଦେଉଥିବି। ମୁଁ ଯେମିତି ନିଶାରେ ଥିଲି ସେଥିପାଇଁ ସାଙ୍ଗେ ସାଙ୍ଗେ ବିଛଣାରେ ଶୋଇ ପଡ଼ିଲି। ସେ ଚାକର ବିଛଣା ଉପରକୁ ଆସିଗଲା ଆଉ ମୋ ଗୋଡ଼ ଚିପିବାକୁ ଲାଗିଲା। ତାପରେ ମୋତେ ଆଉ ହୋସ ରହିଲା ନାହିଁ ଆଉ ମୁଁ ଶୋଇଗଲି। ମୋତେ ଜଣା ନଥିଲା ଯେ ମୁଁ କେତେ ଘଣ୍ଟା ଧରି ଶୋଇ ରହିଥିଲି। ମୋ ଆଖି ଖୋଲିଲା ତ ମୁଁ ଦେଖିଲି ଯେ ସେ ଚାକର ଏପର୍ଯ୍ୟନ୍ତ ମୋ ଗୋଡ଼ ଚିପୁଛି। ଏହା ଦେଖି ମୋତେ ତା ଉପରେ ଦୟା ଆସିଗଲା ଆଉ ମୁଁ ହାତ ବଢ଼ାଇ ନିଜ ପର୍ସ ଖୋଲିଲି ଆଉ କିଛି ନୋଟ ବାହାର କରି ସେହି ଚାକର ହାତରେ ରଖିଦେଲି। ଏହା ଦେଖି ସେ ଲାଜ କରିବାକୁ ଲାଗିଲା। ମାଲିକାଣୀ, ଆପଣ ମୋତେ ପଇସା ଦେଇ ଲଜ୍ଜିତ କରୁଛନ୍ତି। ମୋ ଦରମା ଭଲ ଅଛି, ମୋତେ ଏ ପଇସାର ଆବଶ୍ୟକତା ନାହିଁ। ଏହା ଶୁଣି ମୁଁ ତାକୁ କହିଲି ଯେ ଏ ପଇସା ତୁମ ପରିଶ୍ରମର ଅଟେ। ଏହା ଶୁଣି ସେ ଚାକର ମୋଠାରୁ ସେ ପଇସା ନେଲା ଆଉ ମୋ ରୁମରୁ ବାହାରିଗଲା। ମୋ ସ୍ୱାମୀ ରାତିରେ ଡେରିରେ ଆସୁଥିଲେ, ସେଥିପାଇଁ ମୁଁ ସନ୍ଧ୍ୟାରେ ପୁଣି ସେହି ଚାକରକୁ ମୋ ରୁମକୁ ଡାକିଲି ଆଉ ତାକୁ କହିଲି ଯେ ତୁମ ମାଲିସ ଦ୍ୱାରା ମୋତେ ବହୁତ ଭଲ ନିଦ ଆସୁଛି। ସେଥିପାଇଁ ଯେପର୍ଯ୍ୟନ୍ତ ମୋ ସ୍ୱାମୀ ଘରକୁ ନ ଆସିଛନ୍ତି ସେପର୍ଯ୍ୟନ୍ତ ତୁମେ ମୋ ରୁମରେ ହିଁ ରହିବ। ବୋଧହୁଏ ଚାକରକୁ ପଇସାର ଲୋଭ ଆସିଯାଇଥିଲା, ସେଥିପାଇଁ ସେ ମୋ କଥା ଶୁଣି ଖୁସି ହୋଇଗଲା ଆଉ କହିବାକୁ ଲାଗିଲା, ମୁଁ ତ ଆପଣଙ୍କ ମାମୁଲି ଚାକର, ଯେମିତି ଆପଣ କହିବେ ମୁଁ ସେମିତି କରିବି। ଆପଣଙ୍କ ଗୋଡ଼ ଚିପି ଦେଉଥିବି, ଯାହାଫଳରେ ଆପଣଙ୍କ ଥକାପଣ ଦୂର ହୋଇଯିବ ଆଉ ଆପଣଙ୍କୁ ଶାନ୍ତି ମିଳିବ। ଏହା ଶୁଣି ମୁଁ ତାକୁ କହିଲି ଯେ ତୁମ ହାତରେ ଯାଦୁ ଅଛି, ସେଥିପାଇଁ ତ ମୋର ସବୁ ଥକାପଣ ଦୂର ହୋଇଯାଉଛି। ଦିନେ ଚାକର ମୋତେ କହିଲା ଯେ ଆପଣଙ୍କ ଶାଶୁ ମଧ୍ୟ କେବେ କେବେ ମୋ ଦ୍ୱାରା ମାଲିସ କରାଇ ନେଉଥିଲେ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋତେ ମୋ ଶାଶୁ ସେମିତି ଲାଗୁନଥିଲେ, କିନ୍ତୁ ସେ ଚାକର ମିଛ କହିବା ଲୋକ ପରି ଲାଗୁନଥିଲା। ମୋତେ ଶାଶୁଘର ଆସିବା 1 ମାସ ହେବାକୁ ଯାଉଥିଲା, ସେଥିପାଇଁ ମୁଁ ଚାକରମାନଙ୍କୁ ଚିହ୍ନି ଯାଇଥିଲି। ସେ ମୋତେ ସବୁ କଥା ସତ ହିଁ କହୁଥିଲା।
ମୋ ଘରେ ଚାକରାଣୀମାନେ ମଧ୍ୟ କାମ କରୁଥିଲେ, କିନ୍ତୁ ସେମାନେ ମିଛୁଆ ଆଉ ବେଇମାନ ଥିଲେ। ସେମାନେ ମୋଠାରୁ ଯାହା କଥା ଶୁଣି ନେଉଥିଲେ ତାହା ପୂରା ସାହିରେ ପ୍ରଚାର କରିଦେଉଥିଲେ। ସେଥିପାଇଁ ମୁଁ ସେମାନଙ୍କୁ ମୋ ରୁମକୁ ଆସିବାକୁ ଦେଉନଥିଲି। ଏହି ଚାକର ଏ ଘରର ପୁରୁଣା ଚାକର ଥିଲା, ସେଥିପାଇଁ ମୁଁ ତା ଉପରେ ଭରସା କରୁଥିଲି। ଚାକର ମଧ୍ୟ ମୋ ରୁମକୁ ଆସୁଥିଲା, କିନ୍ତୁ ନିଜ ନଜର ତଳକୁ କରି ରଖୁଥିଲା। ସେ ମୋ ଶରୀରକୁ ହାତ ଲଗାଉଥିଲା, କିନ୍ତୁ ତାର ନିୟତ ଖରାପ ନଥିଲା। ଏମିତି ପ୍ରତି ରାତିରେ ହେଉଥିଲା। ଦିନେ ମୁଁ ମୋ ସ୍ୱାମୀଙ୍କୁ କହିଲି ଯେ ଯେବେଠାରୁ ଆମ ବାହାଘର ହୋଇଛି ଆମେ କେଉଁଠି ବୁଲିବାକୁ ଯାଇନାହୁଁ। ଏହା ଶୁଣି ମୋ ସ୍ୱାମୀ କହିଲେ ଯେ ଯେବେଠାରୁ ଆମ ବାହାଘର ହୋଇଛି ତୁମେ ବି ତ ସବୁବେଳେ ନିଦରେ ରହୁଛ। ମୁଁ ରାତିରେ ବି ଘରକୁ ଆସେ ତ ତୁମେ ଗଭୀର ନିଦରେ ଥାଏ। ଦିନରେ ମୋ ପାଖରେ ସମୟ ନଥାଏ, ଆଉ ରାତିରେ ମୁଁ ଘରକୁ ଆସିବା ପୂର୍ବରୁ ତୁମେ ଶୋଇପଡୁଛ। ଏହା ଶୁଣି ମୁଁ ମୋ ମନରେ ଭାବିବାକୁ ଲାଗିଲି ଯେ ଏସବୁ ଚାକରର ମାଲିସ କାରଣରୁ ହେଉଥିଲା। ମୋ ସ୍ୱାମୀଙ୍କର ଅଭିଯୋଗ ଏହା ଥିଲା, ମୋତେ ପ୍ରତି ରାତିରେ ନିଜ ସ୍ୱାମୀଙ୍କ ପାଇଁ ଜାଗିବା କଥା ଥିଲା। ସେଦିନ ମୁଁ ନିଷ୍ପତ୍ତି ନେଲି ଯେ ଆଜି ରାତିରେ ଯେତେବେଳେ ଚାକର ମୋତେ ମାଲିସ ପାଇଁ କହିବ ତ ମୁଁ ମନା କରିଦେବି, ଯାହାଫଳରେ ମୋତେ ନିଦ ନ ଆସୁ, ଆଉ ମୁଁ ନିଜ ସ୍ୱାମୀ ଆସିବା ପର୍ଯ୍ୟନ୍ତ ଚେଇଁ ରହିବି। ସନ୍ଧ୍ୟା ହେଲା ତ ମୁଁ ଗାଧୋଇ ନିଜକୁ ଖୁବ୍ ସଜାଇଲି, ଆଉ କନ୍ୟା ବେଶ ହୋଇ ବିଛଣାରେ ବସିଗଲି। ଚାକର ମୋ ରୁମକୁ ଆସିଲା ତ ସେ ମୋତେ ମାଲିସ ପାଇଁ ପଚାରିଲା, କିନ୍ତୁ ମୁଁ ସିଧା ମନା କରିଦେଲି। ମୋ କଥା ଶୁଣି ସେ କିଛି ଉଦାସ ହୋଇଗଲା ଆଉ ଫେରିଗଲା। କିଛି ସମୟ ପରେ ଚାକର ମୋ ରୁମକୁ ଆସିଲା ତ ତା ହାତରେ କ୍ଷୀର ଗ୍ଲାସ ଥିଲା। ମୁଁ ଖାଇନଥିଲି, ସେଥିପାଇଁ ସଙ୍ଗେ ସଙ୍ଗେ କ୍ଷୀର ପିଇଦେଲି ଆଉ ନିଜ ସ୍ୱାମୀଙ୍କ ଅପେକ୍ଷା କରିବାକୁ ଲାଗିଲି। କିନ୍ତୁ ମୋତେ ନିଦ ଆସିଗଲା ଆଉ ମୁଁ ଶୋଇଗଲି। ସକାଳେ ମୁଁ ଉଠିଲି ତ ଚାକର ସଙ୍ଗେ ସଙ୍ଗେ ମୋ ରୁମକୁ ଆସିଲା ଆଉ କହିବାକୁ ଲାଗିଲା, ମାଲିକାଣୀ ଆପଣଙ୍କ ପାଇଁ ଜଳଖିଆ ନେଇ ଆସିବି। ଏହା ଶୁଣି ମୁଁ ନିଜ ସ୍ୱାମୀଙ୍କ ବିଛଣା ଆଡ଼କୁ ଦେଖିଲି, ତାହା ଖାଲି ଥିଲା। ଏହା ଦେଖି ଚାକର କହିବାକୁ ଲାଗିଲା, ମାଲିକଙ୍କର ଜରୁରୀ କାମ ଥିଲା, ସେ ଜଳଖିଆ ଖାଇ ଚାଲିଗଲେ। ଏହା ଶୁଣି ମୋ ମୁଡ୍ ଖରାପ ହୋଇଗଲା। ମୁଁ ରାତି ସାରା ତାଙ୍କୁ ଅପେକ୍ଷା କରି ରହିଲି, କିନ୍ତୁ ସେ ସକାଳ ହେଉ ହେଉ ଅଫିସ ଚାଲିଗଲେ। ମୁଁ ଚାକରକୁ କହିଲି ଯେ ମୋ ପାଇଁ ଚା ନେଇ ଆସ। ଚାକର ରୁମରୁ ବାହାରକୁ ଚାଲିଗଲା। ତେବେ ମୁଁ ନିଜ ଶରୀର ଆଡ଼କୁ ଦେଖିଲି ତ ଆଶ୍ଚର୍ଯ୍ୟ ହୋଇଗଲି। ରାତିରେ ମୁଁ କନ୍ୟା ବେଶରେ ଶାଢ଼ୀ ପିନ୍ଧିଥିଲି, କିନ୍ତୁ ଏବେ ମୋ ଶରୀରରେ ଅନ୍ୟ କପଡ଼ା ଥିଲା। କିନ୍ତୁ ମୁଁ ଏବେ ବି ଗହଣା ପିନ୍ଧିଥିଲି। ମୋ ମୁଣ୍ଡ ଭାରି ଲାଗିଲା। ମୋତେ ଏହା ଭାବି ମୁଣ୍ଡ ବୁଲାଇବାକୁ ଲାଗିଲା ଯେ ରାତିରେ ମୋ ସହିତ କଣ ହୋଇଥିଲା, ଆଉ ମୋ ରୁମରେ କିଏ ଥିଲା, ଆଉ ସେ ମୋ ସହିତ କଣ କରିଥିଲା। କିନ୍ତୁ ମୋତେ କିଛି ମନେ ପଡ଼ିଲା ନାହିଁ। ମୋ ଛାତି ଧଡ଼ପଡ଼ ହେବାକୁ ଲାଗିଲା, ଆଉ ମୁଁ ନିଜ ମୁଣ୍ଡ ଧରି ବସିଗଲି। ମୋର ପୂରା ଶରୀର ବିନ୍ଧା କରୁଥିଲା। ସେଥିପାଇଁ ଚାକର ଚା ନେଇ ଆସିଲା ତ ମୁଁ ତାକୁ କହିଲି ଯେ ମୋ ଶରୀର ଚିପି ଦିଅ। ଏହା ଶୁଣି ସେ ବିଛଣା ଉପରକୁ ଆସିଗଲା ଆଉ ମୋତେ ଚିପିବାକୁ ଲାଗିଲା। ସେଦିନ ମୁଁ ବହୁତ ସମୟ ଯାଏଁ ବିଛଣାରେ ପଡ଼ି ରହିଲି। ସେଦିନ ମୋ ସ୍ୱାମୀ ହଠାତ୍ ଘରକୁ ଆସିଗଲେ। ମୁଁ ତାଙ୍କୁ ଦେଖିଲି ତ ତାଙ୍କ ଉପରେ ବର୍ଷିଗଲି। ମୁଁ ରାତିରେ ତୁମ ପାଇଁ କନ୍ୟା ସାଜି ଜାଗି ରହିଥିଲି, କିନ୍ତୁ ତୁମେ ଆସିଲ ନାହିଁ। ଏହା ଶୁଣି ମୋ ସ୍ୱାମୀ କହିବାକୁ ଲାଗିଲେ, କିନ୍ତୁ ମୁଁ ରାତିରେ ରୁମକୁ ଆସିଲି ତ ତୁମେ ଗଭୀର ନିଦରେ ଶୋଇଥିଲ, ସେଥିପାଇଁ ମୁଁ ତୁମକୁ ଉଠାଇଲି ନାହିଁ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ମୋ କପଡ଼ା କିଏ ବଦଳାଇଲା? ଆଉ ନିଦ ପୂରା ହେବା ସତ୍ତ୍ୱେ ମୋ ଶରୀର କାହିଁକି ବିନ୍ଧା କରୁଛି? ମୁଁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲି। ମୋ ସ୍ୱାମୀ କହିବାକୁ ଲାଗିଲେ, ଆଚ୍ଛା ଠିକ୍ ଅଛି, ମୁଡ୍ ଖରାପ କରିବା ଦରକାର ନାହିଁ। ମୋତେ ଆଜି ରାତିରେ ଗୋଟେ କାମ ସିଲସିଲାରେ ବାହାରକୁ ଯିବାର ଅଛି, ସେଥିପାଇଁ ଡେରି ହୋଇଯିବ। କିନ୍ତୁ ଏବେ ମୋ ପାଖରେ 3-4 ଘଣ୍ଟା ସମୟ ଅଛି। ଯଦି ତୁମେ କହିବ ତ ଆମେ ଏବେ କେଉଁଠି ବାହାରକୁ ଯାଇପାରିବା। ଏହା ଶୁଣି ମୋ ମୁଡ୍ ଆପେ ଆପେ ଠିକ୍ ହୋଇଗଲା। ମୁଁ ରାତି କଥା ଭୁଲି ଖୁସି ହୋଇଗଲି। ବାହାଘର ପରେ ଏହା ପ୍ରଥମ ସୁଯୋଗ ଥିଲା ଯେ ମୁଁ ମୋ ସ୍ୱାମୀଙ୍କ ସହିତ କେଉଁଠି ବାହାରକୁ ଯାଉଥିଲି। ମୁଁ ଜଲ୍ଦି ଜଲ୍ଦି ତିଆରି ହେବାକୁ ଲାଗିଲି, ଯେତେବେଳେ କି ମୋ ସ୍ୱାମୀ ଗାଡ଼ିରେ ବସି ମୋତେ ଅପେକ୍ଷା କରିବାକୁ ଲାଗିଲେ। ସେହି ସମୟରେ ଚାକର ମୋ ରୁମକୁ ଆସିଗଲା ଆଉ ମୋତେ ପଚାରିଲା, ମାଲିକାଣୀ ଆପଣ କୁଆଡ଼େ ଯାଉଛନ୍ତି କି? ଏହା ଶୁଣି ମୁଁ ତାକୁ କହିଲି ଯେ ହଁ, କିନ୍ତୁ ତୁମେ କାହିଁକି ପଚାରୁଛ? ଏହା ଶୁଣି ଚାକର କହିବାକୁ ଲାଗିଲା, ମୁଁ ଆପଣଙ୍କ ଚାକର ଅଟେ, କିନ୍ତୁ ଆପଣଙ୍କୁ ଏହା ପରାମର୍ଶ ଦେବି ଯେ ଆପଣ ବାହାରକୁ ଯାଆନ୍ତୁ ନାହିଁ, କାରଣ ଆପଣଙ୍କ ଶରୀର ଥକିଯିବ। ଏହା ଶୁଣି ମୋତେ ରାଗ ଆସିଗଲା ଆଉ ମୁଁ ତାକୁ କହିଲି ଯେ ତୁମେ ମୋର ଚାକର, ମୋ ସ୍ୱାମୀ ହେବାକୁ ଚେଷ୍ଟା କର ନାହିଁ। ଏହା କହି ମୁଁ ବାହାରକୁ ଚାଲିଗଲି। କେଜାଣି ମୋତେ କେଉଁ କଥାରେ ରାଗ ଆସିଯାଇଥିଲା। ମୁଁ ସେ ଚାକରକୁ ଖୁବ୍ କଡ଼ା କଥା ଶୁଣାଇ ଦେଇଥିଲି। ସେ ବି ନିଜ ଔକାତ ଜାଣିଯାଇଥିଲା। ସେଥିପାଇଁ ତ ମୁଁ ଯେତେବେଳେ ଘରକୁ ଆସିଲି ସେ ମୋ ସାମ୍ନାକୁ ଆସିଲା ନାହିଁ। ମୋ ସ୍ୱାମୀ ମୋତେ ଗେଟ୍ରେ ଓହ୍ଲାଇ ଦେଇ ପୁଣି ବାହାରକୁ ଚାଲିଗଲେ। ଯେତେବେଳେ ମୁଁ ଭିତରକୁ ଆସିଲି ତ ମୋର ସାରା ଶରୀର ଖରାପ ଭାବରେ ବିନ୍ଧା ହେଉଥିଲା। ବୋଧହୁଏ ମୋ ଶରୀରକୁ ମାଲିସର ଅଭ୍ୟାସ ହୋଇଯାଇଥିଲା। ସେଥିପାଇଁ ରାତି ହେଲେ ହିଁ ଶରୀର ମାଲିସ ପାଇଁ ଛଟପଟ ହେଉଥିଲା। କିନ୍ତୁ ମୁଁ ସେ ଚାକରକୁ ନାରାଜ କରିଦେଇଥିଲି, ସେଥିପାଇଁ ଆଜି ସେ ମୋର ମାଲିସ କରିବାକୁ ଆସିଲା ନାହିଁ। କିନ୍ତୁ ମୋତେ ତାର ଆବଶ୍ୟକତା ଥିଲା, ସେଥିପାଇଁ ମୁଁ ଗୋଟେ ଚାକରାଣୀକୁ ଡାକିଲି ଆଉ ସେହି ଚାକରକୁ ଡାକିବାକୁ କହିଲି। ଅଳ୍ପ ସମୟ ବିତିଥିଲା କି ସେ ଚାକର ମୋ ରୁମକୁ ଆସିଗଲା। ମୋ ବିଛଣାରେ ବସିଗଲା ଆଉ ଚୁପଚାପ ମୋ ଗୋଡ଼କୁ ଚିପିବାକୁ ଲାଗିଲା। ଏହା ଦେଖି ମୋତେ ଲାଜ ଲାଗିଲା। ମୁଁ ତାକୁ ଏତେ ଖରାପ କଥା କହିଥିଲି, କିନ୍ତୁ ସେ ମୋ କଥାକୁ ବିଲକୁଲ ଖରାପ ମାନି ନାହିଁ। ମୁଁ ତାକୁ ଚୁପ୍ ଦେଖି କହିବାକୁ ଲାଗିଲି, ମୋତେ ସେ ସମୟରେ କଣ ହୋଇଯାଇଥିଲା ଜଣାନାହିଁ, ସେଥିପାଇଁ ମୁଁ ତୁମକୁ କଡ଼ା କଥା ଶୁଣାଇଦେଲି।
ମୁଁ ଏତେ ଦିନ ପରେ ମୋ ସ୍ୱାମୀଙ୍କ ସହିତ କୁଆଡ଼େ ବାହାରକୁ ଯାଉଥିଲି, ସେଥିପାଇଁ ମୋତେ ତୁମର ଅଟକାଇବା ଭଲ ଲାଗିଲା ନାହିଁ। ସେଥିପାଇଁ ମୋତେ କ୍ଷମା କରିଦିଅ। ମୁଁ ତାର ମାଲିକାଣୀ ଥିଲି ଆଉ ତାକୁ ଏ କାମର ପଇସା ଦେଉଥିଲି, କିନ୍ତୁ ଏବେ ବି ମୋ ଭିତରେ ମଣିଷପଣିଆ ବଞ୍ଚିଥିଲା। ସେଥିପାଇଁ ମୁଁ ମାଲିକ ହୋଇ ମଧ୍ୟ ଚାକରଠାରୁ କ୍ଷମା ମାଗିନେଲି, କାରଣ ସେ ଚାକର ହେଲେ ବି ଗୋଟେ ମଣିଷ ତ ଥିଲା। ମୋ କଥା ଶୁଣି ସେ ଚାକର କହିବାକୁ ଲାଗିଲା, ମୁଁ ଆପଣଙ୍କ ଚାକର, ଏ କାମ ପାଇଁ ମୁଁ ଆପଣଙ୍କଠାରୁ ଦରମା ନିଏ, ସେଥିପାଇଁ ଆପଣଙ୍କ ହକ୍ ଅଛି, ଆପଣ ଯାହା ଚାହିଁବେ ମୋତେ କହିପାରିବେ। ଏହା ଶୁଣି ମୁଁ ଚୁପ୍ ହୋଇଗଲି, କିନ୍ତୁ ମୁଁ ଭାବିନେଲି ଯେ ଆଇନ୍ଦା ଏହାକୁ ଏମିତି କିଛି କହିବି ନାହିଁ। ସେ ସେହି ରାତିରେ ବହୁତ ସମୟ ଯାଏ ମୋର ମାଲିସ କରୁଥିଲା ଆଉ ପୁଣି ମୋତେ ନିଦ ଆସିଗଲା। ମୋତେ ଜଣାନଥିଲା ଯେ ଚାକର ମୋ ରୁମରୁ କେତେବେଳେ ବାହାରିଲା ଆଉ କେତେବେଳେ ମୋ ସ୍ୱାମୀ ଘରକୁ ଆସିଲେ। ମୁଁ ସକାଳେ ଉଠିଲି ତ ମୋ ସ୍ୱାମୀ ବାଥରୁମରେ ଥିଲେ ଆଉ ବାହାରକୁ ଯିବା ପାଇଁ ତିଆରି ହେଉଥିଲେ। ମୁଁ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ଲାଗିଲି। ଜଣାନାହିଁ ଆଜିକାଲି ମୋତେ କଣ ହୋଇଯାଉଛି। ଚାକରର ମାଲିସ ଦ୍ୱାରା ମୋତେ ଏତେ ଗଭୀର ନିଦ ଆସୁଛି ଯେ ମୋତେ କୌଣସି କଥାର ହୋସ୍ ରହୁନାହିଁ। ମୋତେ ଏ କଥା ମଧ୍ୟ ଜଣାପଡ଼ୁନାହିଁ ଯେ ମୋ ସ୍ୱାମୀ କେତେବେଳେ ରୁମକୁ ଆସୁଛନ୍ତି। ମୁଁ ଭାବିବାକୁ ଲାଗିଲି ଯେ ଏହି ଚାକରର ମାଲିସରେ ଏମିତି କଣ ଯାଦୁ ଅଛି ଯେ ସେ ମୋ ସ୍ୱାମୀ ଆସିବା ପୂର୍ବରୁ ହିଁ ମୋର ମାଲିସ କରୁଛି, ତ ମୁଁ ହଠାତ୍ ଗଭୀର ନିଦରେ ଶୋଇପଡ଼ୁଛି। ସକାଳେ ଯେତେବେଳେ ମୁଁ ଉଠୁଛି ତ ମୋ ମୁଣ୍ଡ ଭାରି ଲାଗୁଛି ଆଉ ମୁଁ ଚାଲିବା ବୁଲିବା ଅବସ୍ଥାରେ ରହୁନାହିଁ। କିନ୍ତୁ ଏ କଥା ମୁଁ ମୋ ସ୍ୱାମୀଙ୍କୁ କହିଲି ନାହିଁ, କାରଣ ମୁଁ ଚାହୁଁନଥିଲି ଯେ ଏ କଥା ମୋ ସ୍ୱାମୀଙ୍କୁ ଜଣାପଡ଼ୁ ଯେ ମୁଁ ସେ ଚାକର ଦ୍ୱାରା ମାଲିସ କରାଉଛି। ଦିନେ ମୋ ସ୍ୱାମୀ ଦିନ ବେଳେ ଘରେ ହିଁ ରହିଲେ। ମୁଁ ଚାକର ଦ୍ୱାରା ଘରର ସବୁ କାମ କରାଇଲି, ନିଜ ରୁମକୁ ଆସିବାକୁ ଦେଲି ନାହିଁ। ଚାକର ମଧ୍ୟ ଘରର ସବୁ କାମ କରୁଥିଲା ଆଉ ମାଲିସ କଥା କାହା ସାମ୍ନାରେ ନିଜ ପାଟିରୁ ବାହାର କଲା ନାହିଁ। ମୁଁ ମଧ୍ୟ ଚାହୁଁଥିଲି ଯେ ଏ କଥା କାହାକୁ ଜଣା ନ ପଡ଼ୁ। ଏହି ସମୟରେ ଯେତେବେଳେ ମୋ ସ୍ୱାମୀ ଘରୁ ବାହାରକୁ ଯାଉଥିଲେ ମୁଁ ସେ ଚାକରକୁ ରୁମକୁ ଡାକି ନେଉଥିଲି, କିନ୍ତୁ ଦିନେ ମୋ ସ୍ୱାମୀ ହଠାତ୍ ଘରକୁ ଆସିଗଲେ ଆଉ ମୁଁ ରୁମରେ ଥିଲି। ଏହା ଶୁଣି ମୁଁ ବହୁତ ଡରିଗଲି ଆଉ ଭାବିଲି ଯେ ସ୍ୱାମୀ ଆସିବା ପୂର୍ବରୁ ଚାକରକୁ ଭଗାଇ ଦିଏ। କିନ୍ତୁ ଏ ଚାକର ମଧ୍ୟ ବହୁତ ବୁଦ୍ଧିମାନ ଥିଲା। ମୋ ସ୍ୱାମୀ ଆସିବା ପୂର୍ବରୁ ଅନ୍ୟ କାମରେ ଲାଗିଗଲା ଆଉ ମୋ ସ୍ୱାମୀଙ୍କୁ କିଛି ଜଣାପଡ଼ିଲା ନାହିଁ। ମୁଁ ମାଲିସ ଘରର ଚାକରାଣୀମାନଙ୍କ ଦ୍ୱାରା ବି କରାଇ ପାରିଥାନ୍ତି, କିନ୍ତୁ ସେ ଚାକର ହାତରେ କଣ ଯାଦୁ ଥିଲା ଯେ ମୁଁ ତାକୁ ପ୍ରତିଦିନ ନିଜ ରୁମକୁ ଡାକି ନେଉଥିଲି। ମୋତେ ଜଣାନାହିଁ କଣ ହୋଇଯାଉଥିଲା। ଯେଉଁ ରାତିରେ ମୁଁ ଚାକର ଦ୍ୱାରା ମାଲିସ କରାଉନଥିଲି ସେ ରାତିରେ ମୋର ପୁରା ଶରୀରରେ ଯନ୍ତ୍ରଣା ହେଉଥିଲା। ସକାଳେ ମୁଁ ଉଠୁଥିଲି ତ ମୋ ମୁଣ୍ଡ ଭାରି ହୋଇଯାଉଥିଲା ଆଉ ମୋତେ ଥକାପଣ ମଧ୍ୟ ହେଉଥିଲା। ଗୋଟିଏ ରାତିରେ ମୁଁ ଚାକର ଦ୍ୱାରା ମାଲିସ କରାଇଲି ଆଉ ଗଭୀର ନିଦରେ ଶୋଇଗଲି। ସକାଳେ ମୋ ଆଖି ଖୋଲିଲା ତ ପୁଣି ଥରେ ମୋ କପଡ଼ା ବଦଳି ଯାଇଥିଲା। ଏ କଣ ଘଟଣା ଥିଲା? ଏମିତି କିଏ କରୁଥିଲା? କଣ ମୋ ସ୍ୱାମୀ ମୋ ସହିତ ଏମିତି କରୁଥିଲେ? ମୁଁ ଚିନ୍ତାରେ ପଡ଼ିଗଲି। ମୁଁ ଆଇନା ସାମ୍ନାକୁ ଯାଇ ଦେଖିଲି ତ ଆଶ୍ଚର୍ଯ୍ୟ ହୋଇଗଲି। ମୋ ପୁରା ଶରୀର ଉପରେ ନାଲି ଦାଗ ପଡ଼ିଯାଇଥିଲା। ଏ କେମିତିକା ଦାଗ ଥିଲା? ମୁଁ ନିଜ ଶରୀର ଉପରେ ହାତ ବୁଲାଇବାକୁ ଲାଗିଲି। ମୁଁ ଯେମିତି ସେ ଦାଗକୁ ମିଟାଇବାକୁ ଚାହୁଁଥିଲି, କିନ୍ତୁ ଏମିତି ହେଲା ନାହିଁ। ପରଦିନ ପୁଣି ମୁଁ ନିଜ ଶରୀରକୁ ଦେଖିଲି ଯେ ଦାଗ କମିବା ବଦଳରେ ବ୍ୟାପିବାକୁ ଲାଗିଥିଲା। ମୁଁ ଡରିଗଲି। ସେତିକିବେଳେ ମୋ ରୁମକୁ ଚାକର ଆସିଗଲା ଆଉ ସେ ମୋତେ ମାଲିସ ପାଇଁ କହିଲା। ମୁଁ ସେ ଦାଗକୁ ଲୁଚାଇବାକୁ ଚାହୁଁଥିଲି, ସେଥିପାଇଁ ତାକୁ କହିଲି ଯେ ଆଜି ତୁମେ କେବଳ ମୋ ଗୋଡ଼ ଚିପିଦିଅ। ସେ ପାଟିରେ କିଛି ପଚାରିଲା ନାହିଁ, କିନ୍ତୁ ମୁଁ ଭିତରେ ଭିତରେ ଡରୁଥିଲି। କେଉଁଦିନ ମୋ ସ୍ୱାମୀ ଏ ଦାଗ ଦେଖିନେବେ ତ ମୁଁ ତାଙ୍କୁ କଣ ଜବାବ ଦେବି? ମୁଁ ଏହା ଭାବି ଭାବି ଥକି ଯାଇଥିଲି, ସେଥିପାଇଁ ମୁଁ ତକିଆ ଉପରେ ଗୋଡ଼ ରଖିଦେଲି। ଚାକର ମୋର ମାଲିସ କରିବାକୁ ଲାଗିଲା। ମୋ ଆଖି ନିଦରେ ବନ୍ଦ ହେବାକୁ ଲାଗିଥିଲା। ସେତିକିବେଳେ ମୋତେ ଚାକର ଏମିତି କଥା କହିଦେଲା ଯାହା ଶୁଣି ମୋର ହୋସ ଉଡ଼ିଗଲା। ସେ ମୋତେ କହିଲା, ମାଲିକାଣୀ ଆପଣ ମୋତେ ବହୁତ ଭଲ ଲାଗନ୍ତି। ମୋ ଆଖି ବହୁତ ଓଜନିଆ ହେବାକୁ ଲାଗିଥିଲା। ମୋତେ ତା କଥା ବୁଝା ପଡ଼ିଲା ନାହିଁ ଆଉ ପୁଣି ମୁଁ ଗଭୀର ନିଦରେ ଶୋଇଗଲି। ସକାଳେ ମୋ ଆଖି ଖୋଲିଲା ତ ମୋ ସ୍ୱାମୀ ମଧ୍ୟ ବିଛଣାରେ ଶୋଇଥିଲେ। ମୋ ମୁଣ୍ଡ ଭାରି ହେଉଥିଲା ଆଉ ଶରୀର ଯନ୍ତ୍ରଣାରେ ଫାଟି ପଡ଼ୁଥିଲା, କିନ୍ତୁ ସେ ସତ୍ତ୍ୱେ ମୁଁ ମୋ ସ୍ୱାମୀଙ୍କ ପାଖକୁ ଗଲି ଆଉ ତାଙ୍କୁ ଧୀରେ ସେହି ଦାଗ ବିଷୟରେ କହିଦେଲି। ମୁଁ ଭାବିଲି ଯେ ଏ ଦାଗ ବଢ଼ୁଥିଲା, ସେଥିପାଇଁ ମୋତେ ଏ କଥା ମୋ ସ୍ୱାମୀଙ୍କୁ କହିଦେବା ଦରକାର। ଏହା ଶୁଣି ମୋ ସ୍ୱାମୀ ମୋ ଶରୀରରୁ କପଡ଼ା ହଟାଇଲେ ତ ସେ ଚମକି ପଡ଼ିଲେ। ସେ ମୋଠାରୁ ଦୂରକୁ ଚାଲିଗଲେ ଆଉ କହିବାକୁ ଲାଗିଲେ, ତୁମେ ମୋତେ ଧୋକା ଦେଇଛ, ବିଶ୍ୱାସଘାତକତା କରିଛ ଆଉ ତୁମକୁ ସେଇଥିପାଇଁ ଶାସ୍ତି ମିଳିଛି। ଏହା କୌଣସି ରୋଗ ନୁହେଁ, ବରଂ ତୁମର ପାପ ଅଟେ। ମୋ ଭିତରେ କଣ କମିଥିଲା ଯେ ତୁମେ ଅନ୍ୟ ମର୍ଦ୍ଦ ଖୋଜିନେଲ? ମୁଁ କାମରେ ବ୍ୟସ୍ତ ଥିଲି, ମରି ତ ଯାଇନଥିଲି ଯେ ତୁମେ ଆଉ ଗୋଟେ ଚକ୍କର ଚଲାଇଲ। ଏହା ଶୁଣି ମୁଁ ଆବାକ ହୋଇ ରହିଗଲି। ମୁଁ ତାଙ୍କୁ କହିଲି ଯେ ଆପଣ ଏ କେମିତିକା କଥା କହୁଛନ୍ତି? ମୁଁ ନିର୍ଦ୍ଦୋଷ। କିନ୍ତୁ ମୋ ସ୍ୱାମୀ ହସିବାକୁ ଲାଗିଲେ ଆଉ କହିଲେ ଯେ ଏ ଦାଗ କହୁଛି ଯେ ତୁମେ ପାପୀ ଅଟ, ସେଥିପାଇଁ ମୋ ଘରୁ ବାହାରି ଯାଅ। ମୁଁ ତୁମକୁ ଛାଡ଼ପତ୍ର ବା ଡିଭୋର୍ସ ପେପର ପଠାଇଦେବି। ସେ ମୋତେ ଧକ୍କା ମାରି ମାରି ବାହାର କରିଦେଲେ। ମୁଁ କାନ୍ଦି କାନ୍ଦି ନିଜ ବାପା ମାଙ୍କ ଘରକୁ ଆସିଗଲି ଆଉ ସେମାନଙ୍କୁ ନିଜ ନିର୍ଦ୍ଦୋଷ ହେବାର ବିଶ୍ୱାସ ଦିଆଇଲି। ସେମାନେ ମୋ ନିଜର ଥିଲେ, ସେଥିପାଇଁ ସେମାନେ ବିଶ୍ୱାସ କରିଗଲେ। ସେମାନେ କହିଲେ ଯେ ସେମାନେ ମୋ ସ୍ୱାମୀଙ୍କ ସହ କଥା ହେବାକୁ ଯିବେ, କିନ୍ତୁ ସେମାନେ ଯିବା ପୂର୍ବରୁ ହିଁ ଛାଡ଼ପତ୍ରର କାଗଜ ଆସିଗଲା ଆଉ ମୋର ହସଖୁସିର ଦୁନିଆ ଉଜୁଡ଼ିଗଲା। ମୁଁ ଏହାର ଦାୟୀ କାହାକୁ କରିଥାନ୍ତି?
କେହି ବି ତ ନଥିଲେ। ମୁଁ କେତେ ଦିନ ଯାଏ କାନ୍ଦୁଥିଲି ଆଉ ମୁଁ ବିଛଣା ଧରିନେଲି। ମୋତେ ଏମିତି ଲାଗିବାକୁ ଲାଗିଲା ଯେମିତି ମୁଁ ମରିବାକୁ ଯାଉଛି। ଦିନେ ମୋ ମା ମୋ ରୁମକୁ ଆସିଲେ ଆଉ କହିବାକୁ ଲାଗିଲେ ଯେ ତୋତେ କେହି ଦେଖା କରିବାକୁ ଆସିଛି। ମୁଁ ଦୌଡ଼ି କରିଗଲି କି ବୋଧହୁଏ ମୋ ସ୍ୱାମୀ ଆସିଥିବେ, ତାଙ୍କୁ ମୋ ନିର୍ଦ୍ଦୋଷ ହେବାର ଅନୁଭବ ହୋଇଯାଇଥିବ। କିନ୍ତୁ ସେଠାରେ ମୋ ସ୍ୱାମୀ ନଥିଲେ, ବରଂ ସେହି ଚାକର ଥିଲା ଯିଏ ତାଙ୍କ ଘରେ କାମ କରୁଥିଲା। ମୁଁ ତାକୁ ଆସିବାର କାରଣ ପଚାରିଲି ତ ସେ କହିବାକୁ ଲାଗିଲା, ମୁଁ ଆପଣଙ୍କ ସେହି ଦାଗ ବିଷୟରେ ଜାଣିଛି। ଏହା ଶୁଣି ମୁଁ ଚମକି ପଡ଼ିଲି। ଆଉ ଏ ଦାଗ କାହିଁକି ହୋଇଥିଲା? ଏହା ଶୁଣି ମୁଁ ଛିଡ଼ା ହୋଇଗଲି ଆଉ ତା ସାର୍ଟର ବଟନ ଏକ ଝଟକାରେ ଖୋଲିଦେଲି। ମୋତେ ଏବେ ବୁଝାପଡ଼ିଲା ଯେ ମୋ ସ୍ୱାମୀ ମୋ ଉପରେ ଏତେ ଖରାପ ଅଭିଯୋଗ କାହିଁକି ଲଗାଇଥିଲେ। ଏହା ଦେଖି ମୁଁ ଚାକରର ଛାତି ଉପରେ ବିଧା ମାରିବା ଆରମ୍ଭ କରିଦେଲି। ଏହା ମୋ ଶରୀର ଉପରକୁ କେମିତି ଆସିଲା? ତୁମେ ମାଲିସ ବାହାନାରେ ମୋ ସହିତ କଣ କଣ କରିଥିଲ? ମୋତେ ସତ ସତ କୁହ। ଏହା ଶୁଣି ଚାକର ମୋର 2 ହାତ ଧରି ନେଲା ଆଉ କହିବାକୁ ଲାଗିଲା, ମୁଁ ନାମ ବିକ୍ରମ ଅଟେ ଆଉ ମୁଁ ତୁମ ସହିତ ୟୁନିଭର୍ସିଟିରେ ପଢ଼ୁଥିଲି। କିନ୍ତୁ ମୋତେ ତୁମ ସହିତ ପ୍ରେମ ହୋଇଗଲା। ମୁଁ ବି ଡାକ୍ତର ହେବାକୁ ଚାହୁଁଥିଲି ଆଉ ମୁଁ ଭାବିଥିଲି ଯେ ଯେତେବେଳେ ଆମେ ଦୁହେଁ ଡାକ୍ତର ହୋଇଯିବା ତ ମୁଁ ତୁମ ବାପାଙ୍କୁ ତୁମ ହାତ ମାଗିନେବି। କିନ୍ତୁ ଦିନେ ତୁମ ସାଙ୍ଗ ମୁହଁରୁ ମୋତେ ଜଣାପଡ଼ିଲା ଯେ ତୁମ ମା ତୁମର ବାହାଘର ଜଲ୍ଦି କରିବାକୁ ଚାହୁଁଛନ୍ତି। ସେଥିପାଇଁ ମୁଁ ଡରିକି ତୁମ ଘରକୁ ପ୍ରସ୍ତାବ ପଠାଇଲି। କିନ୍ତୁ ତୁମ ବାପା ମନା କରିଦେଲେ ଆଉ କହିଲେ ଯେ ମୁଁ ମୋ ଝିଅର ବାହାଘର ସେତେବେଳେ କରିବି ଯେତେବେଳେ ସେ ଡାକ୍ତର ହୋଇଯିବ। ସେଥିପାଇଁ ମୁଁ ନିଶ୍ଚିନ୍ତ ହୋଇ ନିଜ ପାଠ ପଢ଼ିବାକୁ ଲାଗିଲି। ମୋତେ ଗୋଟେ ସପ୍ତାହ ପାଇଁ ମୋ କଜିନର ବାହାଘର ପାଇଁ ସହର ବାହାରକୁ ଯିବାକୁ ପଡ଼ିଲା। ସେତିକିବେଳେ ତୁମ ବାହାଘର ହୋଇଗଲା। ସେ ଏସବୁ ମୋତେ କହୁଥିଲା ଆଉ ମୁଁ ଅବିଶ୍ୱାସ ଭାବରେ ତାକୁ ଦେଖୁଥିଲି। ମୁଁ ଫେରି ଆସିଲି ତ ମୋ ପ୍ରେମିକା ଅନ୍ୟ କାହାର କନ୍ୟା ହୋଇସାରିଥିଲା ଆଉ ମୁଁ ତୁମ ପ୍ରେମ ଏବଂ ପାଗଳାମିରେ ତୁମରି ଘରର ଚାକର ହୋଇଗଲି, ଯାହାଫଳରେ ମୁଁ ତୁମ ପାଖରେ ରହିପାରିବି। ମୁଁ ତୁମ ପାଖକୁ ଆସିବାକୁ ଚାହୁଁଥିଲି, ସେଥିପାଇଁ ମାଲିସ ବାହାନାରେ ତୁମ ରୁମକୁ ଆସିଯାଉଥିଲି ଆଉ ରାତିରେ ତୁମ କ୍ଷୀରରେ ବେହୋସ ହେବା ଔଷଧ ମିଶାଇ ଦେଉଥିଲି, ଯାହାଫଳରେ ତୁମେ ଶୋଇ ରୁହ ଆଉ ତୁମ ସ୍ୱାମୀ ତୁମ ପାଖକୁ ଆସି ନ ପାରନ୍ତୁ। କାରଣ ତୁମେ ମୋର ଥିଲ, ମୁଁ ତୁମକୁ ଅନ୍ୟ କାହା ପାଖରେ ଦେଖିପାରୁନଥିଲି। ଏହା ଶୁଣି ମୁଁ ଆବାକ ହୋଇ ରହିଗଲି। କଣ ତୁମେ ମୋ ସହିତ କେବେ କିଛି ଖରାପ କାମ କରିଛ? ଏହା ଶୁଣି ସେ ମୋ ହାତ ନିଜ ମୁଣ୍ଡ ଉପରେ ରଖିଦେଲା ଆଉ କହିଲା, ମୁଁ ତୁମକୁ ଭଲ ପାଉଥିଲି, ସେଥିପାଇଁ ତୁମ ବିନା ଅନୁମତିରେ ମୁଁ ତୁମ ସହିତ କିଛି କରିବାକୁ ଚାହୁଁନଥିଲି। ଏହା ଶୁଣି ମୁଁ ସେହି ଦାଗ ଆଡ଼କୁ ଇସାରା କଲି ଯାହା ଆମ ଦୁହିଁଙ୍କ ଶରୀରରେ ଥିଲା। ଏହା ଶୁଣି ସେ ହସିଦେଲା ଆଉ କହିଲା ଯେ ମୁଁ ଡାକ୍ତର ଅଟେ ଆଉ ଏହା କେବଳ ଇନଫେକ୍ସନ ଅଟେ। ଏହା ମୁଁ ଏଥିପାଇଁ କଲି ଯାହାଫଳରେ ତୁମ ସ୍ୱାମୀଙ୍କୁ ଆମ ଦୁହିଁଙ୍କ ଉପରେ ସନ୍ଦେହ ହୋଇଯାଉ। ଏହା କହି ସେ ମୋଠାରୁ କ୍ଷମା ମାଗିନେଲା ଆଉ ମୁଁ ପୁରା 1 ବର୍ଷ ତାକୁ ଶାସ୍ତି ଦେବା ପରେ କ୍ଷମା କରିଦେଲି ଆଉ ତାପରେ ତା ସହିତ ବାହା ହୋଇଗଲି। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ ଏହି କାହାଣୀ ପସନ୍ଦ ଆସିଥାଏ ତେବେ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଅଲ୍ ରେ ସେଟ୍ କରନ୍ତୁ, ଯାହାଫଳରେ ଆପଣଙ୍କୁ ନୂଆ ଭିଡିଓର ସୂଚନା ତୁରନ୍ତ ମିଳିଯିବ।